ଭକ୍ତକୁ ସନ୍ତୁଷ୍ଟ କରିବା ପାଇଁ ଏହା ଭଗବାନଙ୍କର ମନଗଢ଼ା କଥା ନୁହେଁ। ଏହା କାଳେ କାଳେ ପ୍ରମାଣିତ ହୋଇଯାଇଛି। ପରମ ମଙ୍ଗଳମୟ ଜଗନ୍ନାଥ ତାଙ୍କର ଉପରୋକ୍ତ ବାକ୍ୟକୁ ରକ୍ଷା କରିବାକୁ ଯାଇ ଶତ ଶତ ଭକ୍ତଙ୍କୁ ସମସ୍ତ ପାପରୁ ମୁକ୍ତ କରି ତାଙ୍କର ଚରଣାରବିନ୍ଦରେ ଆଶ୍ରୟ ଦେଇଛନ୍ତି। ଆମ ସମ୍ମୁଖରେ ଦୃଷ୍ଟାନ୍ତର ମଧ୍ୟ ଅଭାବ ନାହିଁ। ତାଙ୍କୁ ଯିଏ ସାମାନ୍ୟ ଟିକେ ପ୍ରେମ କରିପାରିଛି, ପୂର୍ଣ୍ଣ ବିଶ୍ୱାସରେ ଯିଏ ତାଙ୍କ ପ୍ରତି ଭକ୍ତି ଅର୍ଘ୍ୟ ଅର୍ପଣ କରିପାରିଛି, ଯିଏ ତାଙ୍କ ଅଗାଧ କୃପା ଲାଭ କରି ଧନ୍ୟ ହୋଇଛି, ସେ ପରମ ବ୍ରହ୍ମ, ପରିବ୍ୟାପ୍ତ, ଅପରିମେୟ ଓ ଅସୀମ ଅଗୁଣ ହେଲେ ମଧ୍ୟ ଭକ୍ତ ସମ୍ମୁଖରେ ସେ ଶ୍ୟାମ ଦୁର୍ବାଦଳ ନବୀନ ଯୌବନ ପ୍ରାପ୍ତ ମଧୁର ମନୋହର କାମଦର୍ପଚୂର୍ଣ୍ଣକାରୀ ଚିଦାନନ୍ଦ ବିଗ୍ରହ ସ୍ୱରୂପ। ସେଥିପାଇଁ ଭକ୍ତ ଭଗବାନ ସମ୍ପର୍କ ଚିରଦିନ ପାଇଁ ଶାଶ୍ୱତ ଓ ଅବିନଶ୍ୱର। ତାଙ୍କୁ ହୃଦୟ ଦେଇ ପ୍ରେମ କରିପାରିଲେ ତାଙ୍କର ଆସନ ଥରି ଉଠେ। ସେ ତାଙ୍କର ଭକ୍ତକୁ ଉଦ୍ଧାର ନ କରି ସ୍ଥିର ହୃଦୟରେ ଅବସ୍ଥାନ କରିପାରନ୍ତି ନାହିଁ। ମାଣିକ ଗୌଡ଼ୁଣୀର ଡାକରେ ଏହିପରି ଦିନେ ତାଙ୍କର ଆସନ ଥରିଥିଲା। ସେ ତାଙ୍କର ପ୍ରେମୀ ଭକ୍ତକୁ ସ୍ୱର୍ଗୀୟ ସୁଖ ପ୍ରଦାନ କରିବା ପାଇଁ ରତ୍ନ ସିଂହାସନ ତ୍ୟାଗ କରି ଶ୍ୟାମ ଦୁର୍ବାଦଳ ନବୀନ ଗାତ୍ର ଧାରଣ କରିଥିଲେ। ହଁ ବନ୍ଧୁ, ଆସନ୍ତୁ ଶୁଣିବା ଆଜି ଏକ ନୂଆ କାହାଣୀ, ଏକ ରୋମାଞ୍ଚକର କାହାଣୀ, ମାଣିକ ଗୌଡ଼ୁଣୀ ଓ ପ୍ରଭୁ ଶ୍ରୀ ଜଗନ୍ନାଥ। ମାଣିକ ଗୌଡ଼ୁଣୀ ସାମାନ୍ୟ ସ୍ତ୍ରୀ ନଥିଲା। ଆମେମାନେ ମାଣିକ ଗୌଡ଼ୁଣୀର ଉପାଖ୍ୟାନକୁ ଯେପରି ଭାବରେ ଶୁଣିଥାଉ ପାଇଥାଉ, ତାହା ସମ୍ପୂର୍ଣ୍ଣ ମିଥ୍ୟା ନ ହେଲେ ମଧ୍ୟ ସେଥିରେ ସତ୍ୟାସତ୍ୟ ମାତ୍ରା ବେଶୀ ନୁହେଁ। ବହୁ ଦିନର ତପସ୍ୟା ଫଳରେ ସେ ଜଗନ୍ନାଥ ବଳଦେବଙ୍କର ସଚ୍ଚିଦାନନ୍ଦ ବିଗ୍ରହ ଦର୍ଶନ କରିବାର ସୁଯୋଗ ଲାଭ କରିଥିଲା, ଯାହାଙ୍କୁ ଲାଭ କରିବା ପାଇଁ ମୁନି ଋଷିମାନେ ହଜାର ହଜାର ବର୍ଷ ଧରି ସାଧନା କରି ମଧ୍ୟ ଲାଭ କରିପାରୁନଥିଲେ। ସେହି ପରମ ବ୍ରହ୍ମଙ୍କୁ ଦର୍ଶନ କରିବାର ସୁଯୋଗ କେବେ ହେଲେ ଏକ ସାଧାରଣ ନାରୀ ପକ୍ଷରେ ସମ୍ଭବ ହୋଇନପାରେ। ମାଣିକ ଥିଲା ଏକ ଅସାମାନ୍ୟ ସ୍ତ୍ରୀ। ବୃନ୍ଦାବନ ବିହାରୀ ଗୋପୀବଲ୍ଲଭ ବେଣୁଧରଙ୍କ ପ୍ରତି ତାର ଯେପରି ଅଗାଧ ବିଶ୍ୱାସ ଥିଲା, ସେପରି ବିଶ୍ୱାସ ଖୁବ୍ କମ୍ ବ୍ୟକ୍ତିଙ୍କ ଭାଗ୍ୟରେ ଜୁଟିଥାଏ। ହେତୁ ପାଇବା ଦିନୁ ସେ ବ୍ରଜେନ୍ଦ୍ର ନନ୍ଦନ ପ୍ରଭୁ ଶ୍ରୀକୃଷ୍ଣଙ୍କର ପାଦପଦ୍ମରେ ନିଜର ଜୀବନ ଅର୍ପଣ କରିଥିଲା। ସେ ତାର ମନ ଧ୍ୟାନ ଚୈତନ୍ୟରେ କୃଷ୍ଣ ତତ୍ତ୍ୱ ଉପଲବ୍ଧି କରୁଥିଲା। ତାର ବାହ୍ୟ ଅନ୍ତର ସବୁ କୃଷ୍ଣମୟ ହୋଇଯାଇଥିଲା। କୃଷ୍ଣଙ୍କର କଥା କୀର୍ତ୍ତନ ବିନା ତାକୁ ଆଉ କିଛି ଭଲ ଲାଗୁନଥିଲା, କିମ୍ବା କୃଷ୍ଣଙ୍କ ଗୁଣ କୀର୍ତ୍ତନ ବିନା ଆଉ କିଛି ଉଚ୍ଚାରଣ କରିବାକୁ ଅକ୍ଷମତା ପ୍ରକାଶ କରୁଥିଲା। ଭାଗବତରୁ ଗୋପୀ ପ୍ରେମର ଦୃଷ୍ଟାନ୍ତ ଶ୍ରବଣ କରି ସେ ଯେପରି ଭାବ ବିହ୍ୱଳ ହୋଇ ଉଠୁଥିଲା, ସେହିପରି ଗୋପୀ ପ୍ରେମର ସାଧନା କରି କୃଷ୍ଣଙ୍କର ମଧୁର ମନୋହର କଞ୍ଜନୟନ ମାଧୁରୀ ଦର୍ଶନ କରିବାର ସ୍ୱପ୍ନର ସୌଧ ସେ ଗଢ଼ି ବସୁଥିଲା। ମାଣିକ ପରିବାରର କୌଳିକ ବ୍ୟବସାୟ ଥିଲା ଦୁଧ, ଦହି, ଲହୁଣୀ, ଛେନା ଆଦି ପ୍ରସ୍ତୁତ କରି ଓ ତାହାର ବିକ୍ରୟ କରି ଭରଣ ପୋଷଣ କରିବା। ତାର ପିତା ମାତା ଏହି ବ୍ୟବସାୟରେ ଜୀବନ ଅତିବାହିତ କରୁଥିଲେ। ତେଣୁ ମାଣିକର ପିଲାଦିନ ଦୁଧ ଦହି ସହିତ ଘନିଷ୍ଠ ସମ୍ପର୍କ ରହିଆସିଥିଲା। ସେ ଯେତେବେଳେ ଶ୍ରୀକୃଷ୍ଣଙ୍କ ଚରିତ ପ୍ରଥମ ଥର ପାଇଁ ଶୁଣିଲା, ସେତେବେଳେ ସେ ତାଙ୍କ ଚରିତରେ ଅତ୍ୟନ୍ତ ମୁଗ୍ଧ ହୋଇଯାଇଥିଲା। ଶ୍ରୀକୃଷ୍ଣ ଥିଲେ ଗୌଡ଼ ଘରର ପୁଅ। ଦୁଧ ଦହି ଲହୁଣୀ ଖାଇବା ପାଇଁ ସେ ଅତ୍ୟନ୍ତ ଭଲ ପାଉଥିଲେ। ତାଙ୍କର ବାଲ୍ୟଲୀଳା ଯେପରି ମଧୁର, ସେହିପରି ମହତ୍ତ୍ୱପୂର୍ଣ୍ଣ। ଯଶୋଦାଙ୍କ ଘର ଦୁଧ ଦହିରେ ପରିପୂର୍ଣ୍ଣ ହୋଇଥିଲେ ମଧ୍ୟ ପ୍ରଭୁ ଶ୍ରୀକୃଷ୍ଣ କିନ୍ତୁ ଗୋପୀମାନଙ୍କ ଘରୁ ଦହି ଚୋରି କରି ଖାଉଥିଲେ ଏବଂ ଗୋପୀମାନଙ୍କ ମୁଖରୁ ଗାଳି ଶୁଣି ଅତ୍ୟନ୍ତ ପ୍ରୀତ ହେଉଥିଲେ। ଏ ସମସ୍ତ ଶ୍ରୀକୃଷ୍ଣ ଚରିତ ଶ୍ରବଣ କରି ତାଙ୍କୁ ଦହି ଖୁଆଇବାର ଏକ ଅଦ୍ଭୁତ କଳ୍ପନା ମାଣିକର ମସ୍ତିଷ୍କରେ ପ୍ରବେଶ କରିଥିଲା। ମାଣିକ ଶ୍ରୀକୃଷ୍ଣଙ୍କ ପ୍ରତି ମନକୁ ମନ କହୁଥିଲା, ହେ ବ୍ରଜେନ୍ଦ୍ର ନନ୍ଦନ, ତୁମେ ଦ୍ୱାପର ଯୁଗରେ ଗୋପୀମାନଙ୍କ ଘରେ ପଶି ଦୁଧ ଦହି ଚୋରି କରି ଖାଉଥିଲ। ମୁଁ ତ ଜଣେ ଗୋପାଳୁଣୀ, ମୋ ଘରୁ ଚୋରି କରି ଖାଇବା ପାଇଁ ତ ମୁଁ କହୁନାହିଁ। ସ୍ୱତଃପ୍ରବୃତ୍ତ ହୋଇ ତୁମକୁ ଦହି ଦେବାକୁ ମୁଁ ପ୍ରସ୍ତୁତ ଅଛି। ହେ ବୃନ୍ଦାବନ ବିହାରୀ, ମୋ ହସ୍ତରୁ ଦହି ଖାଇଲେ କ'ଣ ତୁମର ମନସ୍କାମନା ପୂର୍ଣ୍ଣ ହେବ ନାହିଁ? ପ୍ରଭୁ, ଏ ଅଧମା ଭକ୍ତି ସ୍ତୁତି କ'ଣ ଜାଣେ ନାହିଁ? କେବଳ ଥରେ ମୋ ହାତରୁ ଦହି ଖାଇଯାଅ। ଭାବ ବିହ୍ୱଳ ହୋଇ ମାଣିକ ଏ ସମସ୍ତ କଥା କହିଯାଉଥିଲା। ପ୍ରତ୍ୟହ ସେ ଶ୍ରୀକୃଷ୍ଣଙ୍କ ପାଇଁ ଦୁଧ ଦହି ପ୍ରସ୍ତୁତ କରି ପ୍ରଭାତରୁ ସନ୍ଧ୍ୟା ପର୍ଯ୍ୟନ୍ତ ଦୂର ପଥକୁ ଚାହିଁ ବସି ରହେ। ଭଗବାନ ତାର ଆକୁଳ ବିନତି ଶ୍ରବଣ କରିପାରନ୍ତି ନାହିଁ। କୃଷ୍ଣାର୍ପିତ ବସ୍ତୁକୁ ମାଣିକ ଅନ୍ୟକୁ ଦେଇପାରେ ନାହିଁ କିମ୍ବା ନିଜେ ମଧ୍ୟ ଭୋଜନ କରିପାରେ ନାହିଁ। ତେଣୁ ସେ ସମସ୍ତ ସେ ଭାର୍ଗବୀ ନଦୀରେ ଭସାଇ ଦେବାକୁ ବାଧ୍ୟ ହୁଏ। ହେତୁ ପାଇବା ଦିନୁ 16 ବର୍ଷ ବୟସ ପର୍ଯ୍ୟନ୍ତ ଏହିପରି ପ୍ରତିଦିନ ସେ ବ୍ରଜେନ୍ଦ୍ର ନନ୍ଦନଙ୍କର ଆଗମନକୁ ଅନାଇ ରହିଥିଲା।
ପ୍ରଭୁଙ୍କ ଅଦର୍ଶନରେ ଭକ୍ତ ବେଶୀ ଦିନ ଧୈର୍ଯ୍ୟ ଧରି ରହିପାରେ ନାହିଁ। ମାଣିକ ମଧ୍ୟ ଏଥର ବ୍ରଜେନ୍ଦ୍ର ନନ୍ଦନଙ୍କର ଅଦର୍ଶନରେ ନିଜକୁ ଜଳ ବହିଷ୍କୃତ ମୀନ ପରି ମନେ କରିବାକୁ ଲାଗିଲା। ଦିନେ ସେ ଦୃଢ଼ ନିଶ୍ଚିନ୍ତ ହେଲା ଯେ ଭଗବାନ ଆଉ ତା'ର ଡାକ ଶୁଣିବେ ନାହିଁ। ତେଣୁ ସେ ଆଉ ଜୀବନରେ ବଞ୍ଚି କିଛି ଲାଭ ନାହିଁ, ବରଂ ମୃତ୍ୟୁ ଶ୍ରେୟସ୍କର। ମାଣିକ ଏହା କଳ୍ପନା କରି ଓ ଦଧି ଭାଣ୍ଡକୁ ମସ୍ତକରେ ଧାରଣ କରି ଭାର୍ଗବୀ ନଦୀ ତୀରକୁ ଆଗେଇ ଚାଲିଲା। ଚକ୍ଷୁରୁ ଅବିରତ ଝରି ଆସୁଥିଲା ଧାର ଧାର ଲୁହରେ ତା'ର ବସନମାନ ସମ୍ପୂର୍ଣ୍ଣ ଆର୍ଦ୍ର ହୋଇଯାଇଥିଲା। ଭଗବାନ ସବୁକିଛି ସହ୍ୟ କରିପାରନ୍ତି, ମାତ୍ର ତାଙ୍କର ଅଦର୍ଶନରେ ଭକ୍ତ ତାଙ୍କର ମୃତ୍ୟୁବରଣ କରିବ, ଏହା ସହ୍ୟ କରିବା ସମ୍ପୂର୍ଣ୍ଣ ଅସମ୍ଭବ। କଳା ଠାକୁରଙ୍କ କଳା ସିଂହାସନ ଥରି ଉଠିଥିଲା। ସେହିଦିନ ପୁଣି ଓଡ଼ିଶାର ଗଜପତି ଶ୍ରୀ ପୁରୁଷୋତ୍ତମ ଦେବଙ୍କର କାଞ୍ଚି ଯାତ୍ରା। ଏଥର ମହାରାଜ ପୁରୁଷୋତ୍ତମଙ୍କର ପଣ ଯେ କାଞ୍ଚି ଯୁଦ୍ଧରେ ଜୟ ପରାଜୟ ସବୁ ଜଗନ୍ନାଥଙ୍କର। ଯଦି ସେ ପରାଜୟ ସ୍ୱୀକାର କରିବେ, ତେବେ ଜଣାଯିବ ଯେ ଉତ୍କଳ ସମ୍ରାଟ ଜଗନ୍ନାଥ ହୀନବଳ ଓ ଶକ୍ତିବିହୀନ। ପ୍ରଭୁ ଜଗନ୍ନାଥଙ୍କୁ ବି ଉପଯୁକ୍ତ ସୁଯୋଗ ଜୁଟିଗଲା। ଏକା ଟେକାରେ ଦୁଇଟି ପକ୍ଷୀ ଶିକାର ହେବ। ବୀର ବେଶ ଧାରଣ କରି ଏବଂ ରତ୍ନ ସିଂହାସନକୁ ଶୂନ୍ୟ କରି ସେ ଓ ବଡ଼ ଭାଇ ବଳଭଦ୍ର ବାହାରି ପଡ଼ିଲେ କାଞ୍ଚି ଅଭିମୁଖରେ। ପଥରେ ମାଣିକ ଗୌଡ଼ୁଣୀର ଉଦ୍ଧାର ଓ କାଞ୍ଚି ବିଜୟ, ଏହି ଦୁଇ ଲକ୍ଷ୍ୟ ସାଧନରେ ପ୍ରଭୁ ମଜି ଯାଇଥିଲେ। ସିଆଡ଼ୁ ମାଣିକ ଗୌଡ଼ୁଣୀ ଆସୁଛି, ମୁଖ ତାର ମଳିନ ପଡ଼ିଯାଇଛି। ଚକ୍ଷୁରୁ ଧାର ଧାର ଲୁହ ବାଧା ନ ମାନି ଅବିରତ ଝରିବାରେ ଲାଗିଛି। ବୀର ଯୁବକଦ୍ୱୟ ମାଣିକ ପାର୍ଶ୍ୱରେ ଆସି ପହଞ୍ଚି ଅଶ୍ୱପୃଷ୍ଠରୁ ଅବତରଣ କଲେ। ଏ ସମସ୍ତ ଦର୍ଶନ କରି ମାଣିକ କାତର ଚିତ୍ତରେ ଥରିବାକୁ ଲାଗିଲା। ମୃତ୍ୟୁ ପୂର୍ବରୁ ଏ ଯେ କି ବିପଦ ଆସି ଜୁଟିଲା, ତାହା କଳ୍ପନା କରି ତାହା ଚିତ୍ତ ବିଦାରିତ ହୋଇଗଲା। କିନ୍ତୁ ବୀର ଯୁବକଦ୍ୱୟ ନମ୍ର ଭାବରେ କହିଲେ, ମା, ଆମ୍ଭେ ଦୁହେଁ ତୃଷାର୍ଥ କ୍ଷୁଧାର୍ଥ ଅଛୁ। ଜଳ ନ ପାଇ ବଡ଼ ଯନ୍ତ୍ରଣା ଭୋଗ କରୁଛୁ। ଆମକୁ କିଛି ଦହି ଖାଇବାକୁ ଦେଲେ ଆମେ ଉପଯୁକ୍ତ ମୂଲ୍ୟ ଦେଇ ଆମର ଗନ୍ତବ୍ୟ ପଥରେ ଗତି କରିବୁ। ବୀର ଯୁବକଙ୍କର ନମ୍ର ଭାବ ଦେଖି ମଣିକ କହିଲା, ହେ ଅତିଥି, ଆପଣ ନିଶ୍ଚୟ ରାଜପୁରୁଷ। ରାଜଯୋଗ୍ୟ ପଦାର୍ଥ ଏ ଅଧୀନାରେ ନାହିଁ। ସାମାନ୍ୟ କେତେ ଖଣ୍ଡ ଦହି ଏ ଅଧୀନା ପାଖରେ ଅଛି। ଆପଣମାନେ ତାହା ଭକ୍ଷଣ କରି ତୃପ୍ତ ହୋଇପାରିବେ ନାହିଁ। ପୁଣି ସେ ଦହି ମୁଁ ବିକ୍ରୟ ନିମିତ୍ତ ଆଣିନାହିଁ, ତାହା ଭଗବାନ ବ୍ରଜେନ୍ଦ୍ର ନନ୍ଦନଙ୍କ ନିମିତ୍ତ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ ହୋଇଛି। ପ୍ରତିଦିନ ମୁଁ ସେହି ପ୍ରେମମୟଙ୍କ ପାଇଁ ଦହି ପ୍ରସ୍ତୁତ କରେ, କିନ୍ତୁ ସେ କଦାପି ତାହା ଆସି ଗ୍ରହଣ କରନ୍ତି ନାହିଁ। ତେଣୁ ସେ ସମସ୍ତ ଦହି ମୁଁ ଅନ୍ୟ କାହାକୁ ନ ଦେଇ ଭାର୍ଗବୀ ନଦୀରେ ଭସାଇ ଦିଏ। ଆଜି ବି ତାଙ୍କର ନିମିତ୍ତ ମୁଁ ଦହି ପ୍ରସ୍ତୁତ କରିଥିଲି। ସେହି ଦହି ଧରି ଏ ଜଙ୍ଗଲ ରାସ୍ତାରେ ଘୁରି ବୁଲୁଛି। କାଳେ ମୋ ହୃଦୟର ଦେବତା ଆସିଯିବେ କି? କିନ୍ତୁ ସେ ନିଷ୍ଠୁର, ସେ ପାଷାଣ। ଭକ୍ତର ଦୁଃଖ ତାଙ୍କ କାନରେ ବାଜେ ନାହିଁ। ନୀଳାଦ୍ରିର ଚାରି କାନ୍ଥ ଘେରା ମନ୍ଦିର ଭିତରେ ମହାଭୋଗ ଖାଇ ସେ ବିଳାସ ବ୍ୟସନରେ ରହିଛନ୍ତି। ମୁଁ ଅତି ଅଧମ ଜାତି। ମୋର ବିଦ୍ୟା ନାହିଁ, ଜ୍ଞାନ ନାହିଁ, ପାଣ୍ଡିତ୍ୟ ନାହିଁ, ଭକ୍ତି ନାହିଁ, କି ତାଙ୍କୁ ଦେବା ଭଳି କିଛି ସମ୍ବଳ ନାହିଁ। ମୋ ନିକଟକୁ ବା ସେ କାହିଁକି ଆସିବେ? ଏତିକି କହିବା ମାତ୍ରେ ମାଣିକର ହୃଦୟ ତନ୍ତ୍ରୀ ଥରି ଉଠିଲା। ସେ ଆଉ ସ୍ଥିର ହୋଇ ରହିପାରିଲା ନାହିଁ। ନୟନ ଯୁଗଳରୁ ଅଶ୍ରୁଧାରା ଝରିବାକୁ ଲାଗିଲା। ତାର କଣ୍ଠ ଗଦଗଦ ହୋଇଗଲା ଏବଂ ଶରୀରରେ ଅଷ୍ଟସାତ୍ତ୍ୱିକ ଲକ୍ଷଣ ପ୍ରକାଶ ଲାଭ କଲା। ପ୍ରେମମୟ ଭଗବାନ ଭକ୍ତାର ଏପରି ଅବସ୍ଥାରେ ଆଉ ବେଶୀ କାଳ ନିଜକୁ ଗୋପ୍ୟ କରି ରଖିପାରିଲେ ନାହିଁ। ତାଙ୍କର ବୀରବେଶ ଅନ୍ତର୍ହିତ ହୋଇ ରାମକୃଷ୍ଣଙ୍କର ସେହି ସୌମ୍ୟ ମଧୁର ବେଶ ପରିଦୃଷ୍ଟ ହେଲା। ମାଣିକ ଦେଖିଲା, ତା ଆଗରେ ଗୌରବର୍ଣ୍ଣ ବିଶାଳ ବପୁ, ନୀଳ ବସ୍ତ୍ରଧାରୀ ସୌମ୍ୟ ସୁନ୍ଦର ଅନନ୍ତ ବଳରାମ ଓ ଶିଖି ପୁଚ୍ଛଧାରୀ ବେଣୁହସ୍ତ ପୀତବସ୍ତ୍ର ପରିହିତ ନୀଳ ସୁନ୍ଦର ଓ ମଧୁର ମନୋହର ଯଶୋଦାପୁତ୍ର ବ୍ରଜେନ୍ଦ୍ରନନ୍ଦନ ପ୍ରଭୁ ଶ୍ରୀକୃଷ୍ଣ। ତାର ତପସ୍ୟା ଆଜି ପୂର୍ଣ୍ଣ ହୋଇଛି। ଭଗବାନ ମାଣିକର ଦହି ଖାଇ ଅସ୍ୱସ୍ତି ବୋଧ କଲେ ଏବଂ ପ୍ରତିଶ୍ରୁତି ଦେଲେ ତାର ଦହି ସେ ପ୍ରତ୍ୟହ ଭୋଜନ କରୁଥିବେ। ହଁ ବନ୍ଧୁ, ଏହିପରି ଦିନେ ସେ ସବରୀ ହାତରୁ ଅଇଁଠା ଫଳ ଖାଇ, ଦୀନ ବ୍ରାହ୍ମଣ ବିଦୁର ଘରୁ ଶାଗ ପଖାଳ ଖାଇ ଏବଂ ପ୍ରେମୀ ସଖା ସୁଦାମା ହାତରୁ ଖୁଦ ଭଜା ଖାଇ ପରମ ସୁଖ ଅନୁଭବ କରିଥିଲେ। ଭାବ ବିହ୍ୱଳା ମାଣିକା ପ୍ରଭୁଙ୍କର ପାଦପଦ୍ମରେ ଲୋଟି ପଡ଼ିଲା। ଭଗବାନ ଭକ୍ତାକୁ ନିଜର କରି ଏବଂ ନିଜ ହସ୍ତରୁ ରତ୍ନମୁଦ୍ରିକା ପ୍ରଦାନ କରି ସେଠାରୁ ପ୍ରସ୍ଥାନ କଲେ। ଭଗବାନ ମାଣିକକୁ ରତ୍ନମୁଦ୍ରିକା ଦେବାର ଉଦ୍ଦେଶ୍ୟ ହେଉଛି ଯେ ମାଣିକ ହସ୍ତରୁ ରତ୍ନମୁଦ୍ରିକା ପ୍ରାପ୍ତ ହୋଇ ରାଜା ପୁରୁଷୋତ୍ତମ ଦେବ ଜାଣିପାରିବେ ଜଗନ୍ନାଥ ତାଙ୍କର ସହାୟତା କରି କାଞ୍ଚି ଅଭିଯାନରେ ଯାତ୍ରା କରିଛନ୍ତି। ପରମ ପ୍ରେମମୟ ପ୍ରଭୁ ଜଗନ୍ନାଥ ଯେ କେତେ ପ୍ରେମମୟ,
ଏବଂ ଭକ୍ତର ମାନ ରକ୍ଷା ପାଇଁ କିପରି ନିଜକୁ କଷ୍ଟ ଦେଇ ଯୁଦ୍ଧକ୍ଷେତ୍ରକୁ ଗମନ କରନ୍ତି, ତାହା ଆମ୍ଭେମାନେ କାଞ୍ଚି ବିଜୟ ଚରିତରୁ ଅବଗତ ହୋଇଥାଉ। ତାଙ୍କ ଆଗରେ ଯୋଗ ଜ୍ଞାନ ତତ୍ତ୍ୱ ସବୁକିଛି ହାର ମାନିଯାଏ। କେବଳ ଭକ୍ତି ହିଁ ତାଙ୍କୁ ସନ୍ତୁଷ୍ଟ କରିବାର ଏକମାତ୍ର ପନ୍ଥା। ମାଣିକ ପରି ନାରୀ ଯେ କି ଜ୍ଞାନ କ'ଣ ଜାଣେ ନାହିଁ, ତତ୍ତ୍ୱ କ'ଣ ଜାଣେ ନାହିଁ, ପାଣ୍ଡିତ୍ୟ କ'ଣ ଜାଣେ ନାହିଁ, କେବଳ ଭକ୍ତି ଓ ବିଶ୍ୱାସ ବଳରେ ସେ ପ୍ରଭୁ ଜଗନ୍ନାଥଙ୍କୁ ରତ୍ନ ସିଂହାସନରୁ ଦୂର ଜଙ୍ଗଲ ପଥକୁ ଟାଣି ଆଣିଥିଲା। ଏହା କବିର କଳ୍ପନା ନୁହେଁ, ଏହା ପ୍ରତ୍ୟକ୍ଷ ସତ୍ୟ। ଆଜି ବି ମାଣିକପାଟଣା ଗ୍ରାମ ସେହି ସତ୍ୟର ମୂକ ସାକ୍ଷୀ ସ୍ୱରୂପ ଦଣ୍ଡାୟମାନ। ଆଜି ବି ମାଣିକପାଟଣା ଦହି ଜଗତ ବିଖ୍ୟାତ। ଆଜି ବି ମାଣିକପାଟଣା ଦହି ଜଗନ୍ନାଥଙ୍କର ଭୋଗରେ ଲାଗେ। ଧନ୍ୟ ପ୍ରଭୁ ଜଗନ୍ନାଥ, ଧନ୍ୟ ତୁମର ମହିମା, ଧନ୍ୟ ତୁମର ଯାଦୁକରୀ ବିଦ୍ୟା। ହଁ ବନ୍ଧୁ, ଯଦି ଏ କାହାଣୀଟି ଆପଣଙ୍କୁ ହୃଦୟସ୍ପର୍ଶୀ ହୋଇଛି, ନିଶ୍ଚିନ୍ତ ଭାବରେ ଓଡ଼ିଶା ରେଡ଼ିଓକୁ ଫଲୋ କରନ୍ତୁ ଆଉ ସେୟାର କରନ୍ତୁ ଅଧିକରୁ ଅଧିକା। ଜୟ ଜଗନ୍ନାଥ। ସର୍ବେ ଭବନ୍ତୁ ସୁଖିନ, ସର୍ବେ ସନ୍ତୁ ନିରାମୟା, ସର୍ବେ ଭଦ୍ରାଣୀ ପଶ୍ୟନ୍ତୁ, ମା କଶ୍ଚିତ୍ ଦୁଃଖ ଭାଗ ଭବେ।